ଯୀଶୁଙ୍କ ନାମରେ ସମସ୍ତଙ୍କୁ ନମସ୍କାର। ଆଜିର ଏହି ଭିଡ଼ିଓ ଯୀଶୁଙ୍କର ଦ୍ୱିତୀୟ ଆଗମନ ସମ୍ବନ୍ଧରେ ଅଟେ। ଅନେକ ଲୋକ ଶିକ୍ଷା ଦିଅନ୍ତି ଯୀଶୁଖ୍ରୀଷ୍ଟ ଗୁପ୍ତରେ ଆଗମନ କରିବେ। ଏହା କ'ଣ ବିବ୍ଲିକାଲ କି? ନୁହେଁ ପ୍ରିୟମାନେ, ଏହା ଏକ ଭୁଲ ଶିକ୍ଷା ଅଟେ। ବାଇବଲରେ ସ୍ପଷ୍ଟ ଭାବରେ ଲେଖା ଅଛି ପ୍ରକାଶିତ 1:7 ପଦରେ ଯେ ଯେତେବେଳେ ଯୀଶୁ ଆଗମନ କରିବେ ପ୍ରତ୍ୟେକ ଚକ୍ଷୁ ତାଙ୍କୁ ଦର୍ଶନ କରିବ। ଏବଂ ପ୍ରେରିତ ତାର 1:11 ପଦରେ ଲେଖା ଅଛି ଯୀଶୁ ଯେମିତି ସ୍ୱର୍ଗାରୋହଣ କଲେ ଆଉ ଲୋକମାନେ ଦେଖିଲେ ଠିକ୍ ସେହି ପ୍ରକାର ସେ ଦ୍ୱିତୀୟ ଆଗମନ କରିବେ। ତେଣୁ ଯୀଶୁଙ୍କର ଦ୍ୱିତୀୟ ଆଗମନ ଏହା ସମ୍ପୂର୍ଣ୍ଣ ଓପେନ୍ ଆଣ୍ଡ ପବ୍ଲିକ୍ ଅଟେ, ଏହା ପ୍ରକାଶ ଅଟେ। ତେବେ କାହିଁକି କିଛି ଲୋକମାନେ ଯୀଶୁଙ୍କର ଗୁପ୍ତ ଆଗମନ ବିଷୟରେ ପ୍ରଚାର କରନ୍ତି? ଏହା ସେଇମାନେ ପ୍ରଚାର କରନ୍ତି ଯେଉଁମାନେ ଯୀଶୁଙ୍କର ଆଗମନକୁ ଦୁଇଟା ଭାଗରେ ବିଭକ୍ତ କରନ୍ତି, ଦୁଇଟା ଫେଜ୍ରେ। ଅର୍ଥାତ୍ ସେମାନଙ୍କର ଶିକ୍ଷା ଅନୁସାରେ 7 ବର୍ଷର କ୍ଲେଶ ପୂର୍ବରୁ ଯୀଶୁଖ୍ରୀଷ୍ଟ ଗୁପ୍ତ ଭାବରେ ମଧ୍ୟ ଆକାଶକୁ ଆସି ମଣ୍ଡଳୀକୁ ନେଇଯିବେ, ଯାହାକୁ ରାପ୍ଚର ବୋଲି ଅନେକ କହନ୍ତି। ଆଉ ଏହି ଥିଓରିକୁ ଥିଓଲୋଜିକାଲ ଭାଷାରେ ପ୍ରି ଟ୍ରିବୁଲେସନ୍ ରାପ୍ଚର ଥିଓରି ବୋଲି କହନ୍ତି। ଏବଂ 7 ବର୍ଷ କ୍ଲେଶ ପରେ ମଣ୍ଡଳୀକୁ ନେଇ ଯୀଶୁଖ୍ରୀଷ୍ଟ ପ୍ରକାଶରେ ଆସିବେ। ତେଣୁ ସେମାନଙ୍କର ଶିକ୍ଷା ଅନୁସାରେ ଏକ ଗୁପ୍ତ ଆଗମନ 7 ବର୍ଷ କ୍ଲେଶ ପୂର୍ବରୁ, ଦ୍ୱିତୀୟରେ ପ୍ରକାଶ ଆଗମନ ବୋଲି ଶିକ୍ଷା ଦିଅନ୍ତି। କିନ୍ତୁ ପ୍ରିୟମାନେ, ଏହା ଭୁଲ ଅଟେ। ମୁଁ ମଧ୍ୟ ମୋର ଷ୍ଟଡି ଯେତେବେଳେ ନୂଆରେ ଆରମ୍ଭ କଲି ମୁଁ ଏହି ପ୍ରି ଟ୍ରିବୁଲେସନ୍ ରାପ୍ଚର ଥିଓରିକୁ ବିଲିଭ୍ କରୁଥିଲି। କିନ୍ତୁ ଯେତେବେଳେ ବାଇବଲକୁ କଣ୍ଟେକ୍ସଟରେ ପଢ଼ିଲି, ଗଭୀରତାର ସହକାରେ ଧ୍ୟାନରେ ପଢ଼ିଲି, ମୁଁ ଜାଣିବାକୁ ପାରୁଛି ଏ ପ୍ରି ଟ୍ରିବୁଲେସନ୍ ରାପ୍ଚର ଥିଓରି ଏହା ବିବ୍ଲିକାଲ ନୁହେଁ, ଏହା ଭୁଲ ଅଟେ। କାହିଁକି ତାହା ଭୁଲ ଅଟେ ପରବର୍ତ୍ତୀ ଟାଇମ୍ରେ ପ୍ରଭୁଙ୍କର ଇଚ୍ଛା ହେଲେ ମୁଁ ଭିଡ଼ିଓ ଗୁଡ଼ାକ ବନେଇବି। କିନ୍ତୁ ଆଜି ଏ ଭିଡ଼ିଓରେ ମୁଁ କ୍ଲିୟର କରିବାକୁ ଚାହୁଁଛି ଯେ ଗୁପ୍ତ ଆଗମନ ଏହା ବାଇବଲରେ କୌଣସି ପଦରେ ଲେଖା ହିଁ ନାହିଁ। ତେବେ କାହିଁକି ଲୋକମାନେ ଗୁପ୍ତ ଆଗମନ କଥା ପ୍ରଚାର କରୁଛନ୍ତି ଆଉ ଏ ଦିନମାନଙ୍କରେ ବହୁତ ଜୋରସୋରରେ ସେହି ଶିକ୍ଷା ଚାଲିଛି? ହୁଏତ ଅନେକ ରିଜନ୍ ଅଛି, କିନ୍ତୁ ଦୁଇଟା ରିଜନ୍ ଯାହା ଜେନେରାଲି ଲୋକ ଭାବନ୍ତି ତାହା ମୁଁ ଆପଣଙ୍କୁ କ୍ଲିୟର କରିବାକୁ ଚାହିଁବି। ପ୍ରଥମ ରିଜନ୍ ହେଉଛି ଲୋକମାନେ କହନ୍ତି ଯୀଶୁ ଗୁପ୍ତରେ ଆଗମନ କରିବେ ଏବଂ ଏହାକୁ ଗ୍ରହଣ ବି କରନ୍ତି, କାରଣ ଯୀଶୁ ନିଜେ କହିଛନ୍ତି ଆମେ ଚୋର ପରି ଆସିବୁ। ମାଥିଉ ତାର 24:43-44 ପଦରେ, ଏପରିକି ଲୁକ ପୁସ୍ତକରେ, ଥେସଲୋନିକ୍ୟ ପୁସ୍ତକରେ, ପ୍ରକାଶିତ ପୁସ୍ତକରେ ଅନେକ ଥର ଲେଖା ଅଛି ଯୀଶୁଖ୍ରୀଷ୍ଟ ଚୋର ପରି ଆସିବେ। ଏପରିକି ଗୋଟେ କ୍ଲିୟର ଭେର୍ସ ଯଦି ଆପଣ ପାଇବେ ପ୍ରକାଶିତ ତାର 16:15 ପଦରେ ଯୀଶୁ ନିଜେ କହିଲେ ଦେଖ ଆମ୍ଭେ ଚୋର ପରି ଆସୁଛୁ। ଏହି କନସେପ୍ଟକୁ ଆଧାର କରି ଅନେକ ବିଲିଭ୍ କରନ୍ତି ଯେ ଯୀଶୁଖ୍ରୀଷ୍ଟ ଗୁପ୍ତରେ ଆଗମନ କରିବେ। ଚୋର ଯେମିତି ଲୁଚିକି ଆସେ ଠିକ୍ ସେଇ ପ୍ରକାର ଯୀଶୁ ଲୁଚିକି ଆସିବେ ନାହିଁ। ପ୍ରିୟମାନେ, କଣ୍ଟେକ୍ସଟ ସେଇ ପ୍ରକାର କହେ ନାହିଁ। ଏଇ ଯେଉଁ ପଦ ଗୁଡ଼ାକ ଅଛି ଏହାର କଣ୍ଟେକ୍ସଟ ଯୀଶୁଙ୍କର ଗୁପ୍ତ ଆଗମନ ବିଷୟରେ କହେ ନାହିଁ, ଏହା ଯୀଶୁଙ୍କର ଦ୍ୱିତୀୟ ଆଗମନ ବିଷୟରେ କୁହେ, ଯାହା ପ୍ରକାଶରେ ହେବ। ଆଉ ଆମର ଯୀଶୁଖ୍ରୀଷ୍ଟ ସେ ଚୋର ନୁହନ୍ତି ଯେ ସେ ଚୋର ପରି ଲୁଚିକି ଆସିବେ। ଚୋର କ'ଣ କରେ? ଲୁଚିକି ଯାଏ, ଅନ୍ୟର ଜିନିଷ, ବହୁମୂଲ୍ୟ ଜିନିଷକୁ ଚୋରି କରେ। କିନ୍ତୁ ଯୀଶୁଖ୍ରୀଷ୍ଟ ସେ ପ୍ରକାଶରେ ଆସିବେ ଆଉ ସେ ମଣ୍ଡଳୀକୁ ରିସିଭ୍ କରିବେ। ମଣ୍ଡଳୀକୁ ସେ ରକ୍ତ ଦେଇ କିଣିଛନ୍ତି। ମଣ୍ଡଳୀ ଅନ୍ୟ କାହାର ପୋଜିସନ୍ ନୁହେଁ, ମଣ୍ଡଳୀ ଖ୍ରୀଷ୍ଟଙ୍କର ପୋଜିସନ୍। ତେଣୁ ଆପଣା ମଣ୍ଡଳୀକୁ ନେବା ପାଇଁ ଯୀଶୁ ଚୋର ପରି ଲୁଚିକି ଆସିବାର କିଛି ଆବଶ୍ୟକ ନାହିଁ। ତେଣୁ ଗୁପ୍ତ ଆଗମନ ଏହା ଭୁଲ ଅଟେ। ରାପ୍ଚର ବିଷୟରେ ଗୋଟେ ପଦ ଅଛି, ପ୍ରଥମ ଥେସଲୋନିକ୍ୟ ତାର 4:16-17 ପଦ। ତହିଁର ୱାର୍ଡିଂ ଆଉ ଟର୍ମ ଗୁଡ଼ାକ ଆପଣ ଯଦି ଚିନ୍ତା କରିବେ ତାହା ଗୁପ୍ତ ଆଗମନ ପରି ଲାଗୁନାହିଁ। ଦେଖନ୍ତୁ ସେଠାରେ ଲେଖା ଅଛି 16 ପଦରେ, ପ୍ରଭୁ ଆପେ ଆଦେଶ ଦେବେ, ପ୍ରଧାନ ଦୂତଙ୍କ ସ୍ୱର ହେବ, ଈଶ୍ୱରଙ୍କର ତୁରୀବାଦ୍ୟ ହେବ। ଏସବୁ କ'ଣ ଗୁପ୍ତରେ ହେବ କି? ଯଦି ଆପଣ ଦ୍ୱିତୀୟ ପିତର 3:10 ପଦ ପଢ଼ିବେ, ସେହି ସ୍ଥାନରେ ଲେଖା ଅଛି ପ୍ରଭୁଙ୍କର ଦିନ ଚୋର ପରି ଆସିବ। କିନ୍ତୁ ସେହି ପଦରେ ହିଁ ଆଉ ଥରେ ଲେଖା ଅଛି ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ହେବ ଏବଂ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ସମସ୍ତ ବସ୍ତୁ ଦଗ୍ଧ ହେବ। ଦେଖନ୍ତୁ ଚୋର ପରି ହେବ ଲେଖା ଅଛି, ଏପଟେ ଏହି ପ୍ରକାର ଘଟଣା ଘଟିବ ବୋଲି ଲେଖା ଅଛି। ଏହା କ'ଣ ଗୁପ୍ତ ହେବ କି? ନୁହେଁ। ତେଣୁ ଯୀଶୁଖ୍ରୀଷ୍ଟ ଚୋର ପରି ଆସିବେ, ଏହାର ଅର୍ଥ ଯୀଶୁ ଗୁପ୍ତରେ ଆସିବେ, ଲୁଚି ଆସିବେ ଏହା ନୁହେଁ। ଏହା ଯୀଶୁଙ୍କର ଆଗମନର ଅନଏକ୍ସପେକ୍ଟେଡ୍ ଟାଇମ୍କୁ ସୂଚାଏ।
यार अर्थ है चोर जेमिति काहाकू न जणे हठात जाए ठीक से प्रकार जीशुंकर आगमन आमे जेतबेले भाबु नथिबा अनएक्सपेक्टेड टाइम रे जीशु आसीबे। तेणु चोर परी आसीबार अर्थ लुचिकी आसीबा नुहे बरं हठात आसीबा। एवं 2 नंबर मिसकनसेप्शन लोक मानकर थाए ताहा होची प्रथम करंथियो तार 15 अध्याय 52 पद तहिरे लेखा अछि एक मुहूर्त रे चक्षुर पलकरे। एही फ्रेज को आधार करी अनेक लोक कहती जीशु ख्रीस्ट गुप्त रे आसीबे चक्षुर पलकरे आमान को नेकी चली जिवे। प्रिय माने कॉन्टेक्स्ट को पढ़िले ताहा सही शिक्षा दिया जाय नाही। तार कॉन्टेक्स्ट जानिबा को ले आपण 50 पद रु पढ़िबा को पड़िबो। 50 पद रे लेखा अछि जे रक्त मांस ईश्वरक राज्यर अधिकारी हे परिबो नाही एवं क्षय शरीर ईश्वरक राज्य रे प्रवेश करि परिबो नाही। तेबे जदि रक्त मांस ईश्वरक राज्य रे प्रवेश होई परिबो नाही ताहले की प्रकार आम ईश्वरक राज्य को जीवा। जीशुंकर आगमन समय जदि आम मरी नथिबा ताहले एई शरीर केमती आम नुआ शरीर केमती पाइबा एई चिंता अनेकंकर थिला। पाउल कहउचंदे एहा एक निगूढ़ कथा। 51 पदरे कहउचंदे आम समस्ते मरिबा नाही। जीशुंकर आगमन समय समस्ते मरिबा नाही बरं आमे परिवर्तित हबा। एहा एक निगूढ़ कथा। केमिति परिवर्तित हबा केई जानि ना। तेणु 52 पदरे कहउचंती एक मुहूर्त रे चक्षुर पलकरे शेष तुरी ध्वनि रे हठात आमे रूपांतरित हो जिबा परिवर्तित हबा। आ की प्रकार हेबा एहा एक निगूढ़ विषय। एहा केई जानंती नाही। सडनली प्रभु आमान को चेंज करिवे। तेणु करी प्रिय माने यह गुप्त रे आसी नेबा कथा लेखा हो नाही। चक्षुर पलक रे आमान को परिवर्तन करबा कथा लेखा अछि। तेणु करी पाउल कहिले 53 पदरे देखंतु जेतेबेले आमे परिवर्तित हेबा क्षय शरीर अक्षय रूप वस्त्र परिधान करिवो एवं मर्त्य शरीर अमरता रूप वस्त्र को परिधान करिवो। तेणु यह गुप्त आगमन नुहे बरं आमानकर परिवर्तित हवा विषय को सोचा। हठात जे आमे परिवर्तित हवा यह एक निगूढ़ कथा अटे। प्रिय माने गुप्त आगमन बाइबल कौन सी जगह लेखा ही नहीं। मु मानुछि जो माने फ्री ट्रिब्युलेशन रैप्चर थ्योरी को बिलीव करूछंती तो आपण माने भी मते देखि चकित होउथबे एवं कहूथबे भूल कहूछि बोली। आमर मत पार्थक्य हेले किछि फरक जाए नहीं किंतु आमर गोटे विषय अधिक गुरुत्वपूर्ण प्रभु क्लेश पूर्वर आसबे क्लेश पर आसबे ताहा बड़ नुहे किंतु प्रभु आसवा समय आमे प्रस्तुत अच्छु ना नहीं ताहा बड़ अटे। तेणु आसु जेतेबेले जीशु आगमन करिवे सेतेबेले आमे तांको भेटिबा पाई प्रस्तुत हो। प्रभु आमे समस्त को वाक्य द्वारा आशीर्वाद करंतु। आमेन।